अष्टम श्रेणी पिलाମାନଙ୍କୁ ମାଇଲ୍ସ ଏଜୁକେସନକୁ ସ୍ୱାଗତ ଜଣାଉଛି। ତ ପିଲାମାନେ ତମମାନଙ୍କର ଆମେ ପୂର୍ବ କ୍ଲାସରେ କ'ଣ ପଢ଼ିଥିଲେ ନା ଜଳ ସମ୍ବଳ ବିଷୟରେ ଆମେ ଆରମ୍ଭ କରିଥିଲୁ ପୂର୍ବ କ୍ଲାସରେ, ଯାହାକି ପାର୍ଟ 7 ନା ଆଲୋଚନା କରିଥିଲୁ। ଆଜି ଆମେ କ'ଣ ପଢ଼ିବାର ଥିଲା, ଜଳାଭାବ ବିଷୟରେ ପଢ଼ିବାର ଥିଲା। ପାର୍ଟ 8ରେ ଜଳାଭାବ ବିଷୟରେ ପଢ଼ିବାର ଥିଲା। ତ ପୂର୍ବରୁ 7ଟି ପାର୍ଟରେ ଏଇ ଦ୍ୱିତୀୟ ଅଧ୍ୟାୟର କ୍ଲାସ୍ ଗୁଡ଼ିକୁ ଆମେ କଣ୍ଟିନ୍ୟୁ ଭାବରେ କରୁଛୁ। ଯେଉଁମାନେ ବି 7ଟି କ୍ଲାସ୍କୁ ଦେଖିନ କିମ୍ବା ଆମ ଚ୍ୟାନେଲ ନୂତନ ଭାବେ ଯୋଡ଼ି ହେଇଛ, ଆମ ଚ୍ୟାନେଲକୁ ତୁମେ କ'ଣ କରିବ, ପ୍ରଥମେ ସବସ୍କ୍ରାଇବ୍ କରିଦିଅ ଏବଂ ସମସ୍ତ କ୍ଲାସ୍ ଗୁଡ଼ିକୁ ଦେଖିବା ପାଇଁ ଆମ ଚ୍ୟାନେଲର ପ୍ଲେଲିଷ୍ଟକୁ ଯାଅ। ପ୍ଲେଲିଷ୍ଟରେ ପ୍ରତ୍ୟେକ ଦିନର ଭିଡ଼ିଓ ସବୁ ଅପଡ଼େଟ୍ ହୋଇଯାଇଛି। କ୍ଲାସ୍ ଗୁଡ଼ିକୁ କଣ୍ଟିନ୍ୟୁ ଭାବରେ ଦେଖ। ଯଦି ଭଲ ଲାଗୁଛି ତ ଲାଇକ୍ କର ଓ ସାଙ୍ଗମାନଙ୍କ ସହିତ ନିଶ୍ଚିତ ଭାବରେ ଗୋଟେ ସେୟାର କର। ତ ଲେଟ୍ କରିବାନି, ଆଜି କ୍ଲାସ୍ଠୁ ଆରମ୍ଭ କରିବା। ଜଳାଭାବ ପିଲାମାନେ, ଜଳାଭାବ କହିଲେ ଆମେ କ'ଣ ବୁଝିବା? ତ ତା ପୂର୍ବରୁ ଜଳର ବ୍ୟବହାର ବିଷୟରେ ଆମେ ପୂର୍ବରୁ ପଢ଼େଇଥିଲେ। ତ ତଥାପି ଟିକେ ମୁଁ ସମ୍ୟକ ଧାରଣା ଦେଇଦେବି ଯେ ମନୁଷ୍ୟ ଜଳକୁ ପାନୀୟ ଭାବରେ ବ୍ୟବହାର କରେ, ରନ୍ଧନ କ୍ଷେତ୍ରରେ ବ୍ୟବହାର କରେ, ପରିଷ୍କାର ପରିଚ୍ଛନ୍ନ ରଖିବାରେ କିମ୍ବା ଗୃହ କାର୍ଯ୍ୟରେ ସବୁ ବ୍ୟବହାର କରିଥାଏ। ଜଳକୁ ବ୍ୟବହାର କରିଥାଏ। ଏହା ସହିତ ବିଭିନ୍ନ ଉତ୍ପାଦନ ଯଥା କୃଷି, ଶିଳ୍ପ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ମଧ୍ୟ ଜଳକୁ ବ୍ୟବହାର କରିଥାଏ। ଏହା ବ୍ୟତୀତ ଜଳପଥରେ ଯାତ୍ରୀ ମାଲ ପରିବହନ ମଧ୍ୟ ହୋଇଥାଏ। ଦେଖ, ଜଳର ବ୍ୟବହାର ଯୋଗୁଁ କେତେ ସବୁ କାର୍ଯ୍ୟ ହେଇପାରୁଛି। ତ ଉପରଲିଖିତ କାର୍ଯ୍ୟଗୁଡ଼ିକ ପାଇଁ ପୂର୍ବରୁ ଯେଉଁ ପରିମାଣ ଜଳ ବ୍ୟବହାର କରାଯାଉଥିଲା, ବର୍ତ୍ତମାନ ଜନସଂଖ୍ୟା ବଢ଼ିବା ସହିତ ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ଘଟିବାରୁ ସେହି ପରିମାଣ ଠାରୁ ଢେର ଜଳ ଆବଶ୍ୟକତା ହେଉଅଛି। ତ ଏଇ ଯେଉଁ ଉପର ଯେତିକି ଆମେ ଜଳର ବ୍ୟବହାର କଥା କହିଲେ, ପାନୀୟ ହେଉ, ରନ୍ଧନ ହେଉ, ପରିଷ୍କାର ପରିଚ୍ଛନ୍ନତା ହେଉ, କୃଷି, ଶିଳ୍ପ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ, ଜଳପଥରେ ଯାତ୍ରୀ ମାଲ ପରିବହନ, ଏସବୁ କ୍ଷେତ୍ରରେ ଯେତେ ଜଳ ବ୍ୟବହାର ହେଉଥିଲା ପୂର୍ବରୁ, ଏବେ ତାଠୁ ଅଧିକ ଦରକାର ପଡ଼ୁଛି। କାହିଁକି ନା ଜନସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି। ଜନସଂଖ୍ୟା ବଢ଼ିବା ସହିତ ମନୁଷ୍ୟମାନଙ୍କର ଜୀବନ ଧାରଣ ମାନରେ ମଧ୍ୟ ଉନ୍ନତି ଘଟୁଛି ଏବଂ ଅଧିକରୁ ଅଧିକ ପରିମାଣରେ ଜଳର ଆବଶ୍ୟକତା ହେଉଛି। ଏଣୁ ମନୁଷ୍ୟ ବ୍ୟବହାର ଉପଯୋଗୀ ଜଳର ଚାହିଦା ବଢ଼ି ବଢ଼ି ଚାଲିଛି। ମାତ୍ର ଚାହିଦା ଠାରୁ ଯୋଗାଣ କମ୍ ହେବାରୁ ଜଳାଭାବ ମଧ୍ୟ ବଢ଼ିବାରେ ଲାଗିଛି। ଜଳାଭାବ ମାନେ ଜଳର ଅଭାବ କେତେବେଳେ ଘଟୁଛି? ଯେତେବେଳେ ମନୁଷ୍ୟର ବ୍ୟବହାର ଦିନକୁ ଦିନ ବଢ଼ି ଚାଲିଛି, ଜଳର ବ୍ୟବହାର ବଢ଼ି ଚାଲିଛି, କିନ୍ତୁ ମଣିଷର ଯେତିକି ଚାହିଦା ଦରକାର ଅଛି ତାଠାରୁ ଜଳ ଯୋଗାଣଟି ଆମକୁ କମ୍ ହେଉଛି। ତେଣୁ ସେତେବେଳେ କ'ଣ ହେଉଛି, ଜଳାଭାବ ସୃଷ୍ଟି ହେଉଛି। କେବଳ ସେତିକି ନୁହେଁ, ଜଳ ପ୍ରଦୂଷଣ ମଧ୍ୟ ଏହି ନିଅଣ୍ଟିଆ ପରିବେଶ ପରିସ୍ଥିତିକୁ ଅଧିକ ମାତ୍ରାରେ ବୃଦ୍ଧି କରାଉଛି। ଜଳ ଯେଉଁ ପ୍ରଦୂଷଣ ହେଉଛି, ଜଳ ପ୍ରଦୂଷଣ ଯୋଗୁଁ ଜଳାଭାବ ମଧ୍ୟ ଘଟୁଛି। ପୃଥିବୀରେ ମରୁଡ଼ି ପ୍ରବଣ ଅଞ୍ଚଳ ଅବସ୍ଥିତ ଆଫ୍ରିକାର ଅଧିକାଂଶ ଅଞ୍ଚଳ, ପଶ୍ଚିମ ଏସିଆ, ଦକ୍ଷିଣ ଏସିଆ, ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମସ୍ଥ କେତେକାଂଶ ଅଞ୍ଚଳ, ଦକ୍ଷିଣ ଆମେରିକାର କେତେକ ଅଞ୍ଚଳ ଏବଂ ସମୁଦାୟ ଅଷ୍ଟ୍ରେଲିଆ ମହାଦେଶର ଜଳାଭାବ ଏକ ସମସ୍ୟା ରୂପେ ଦେଖାଦେଇଛି। ତେବେ କେଉଁ ଅଞ୍ଚଳରେ ଜଳାଭାବର ସମସ୍ୟା ରୂପରେ ଦେଖାଇଛି, ତୁମେ ଦେଖିପାରୁଥିବ ଯେ ପୃଥିବୀରେ ଯେଉଁ ମରୁଡ଼ି ପ୍ରବଣ ଅଞ୍ଚଳ ରହିଛି, ଯଥା ଆଫ୍ରିକାର ଅଧିକାଂଶ ଅଞ୍ଚଳ ଯେଉଁ ମରୁଡ଼ି ପ୍ରବଣ ଅଞ୍ଚଳ, ସେଠି ଜଳାଭାବ ଦେଖାଯାଉଛି। ପଶ୍ଚିମ ଏସିଆ, ଦକ୍ଷିଣ ଏସିଆ, ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମସ୍ଥ କେତେକ ଅଞ୍ଚଳରେ ମଧ୍ୟ ଜଳାଭାବ ଦେଖାଯାଉଛି। ଠିକ୍ ଅଛି। ତାପରେ ତୁମର ଆସିଲା ଅଷ୍ଟ୍ରେଲିଆରେ, ତାପରେ ଆମର ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ଜଳଭାବ ମଧ୍ୟ ଦେଖାଯାଉଛି। ସେହିସବୁ ଅଞ୍ଚଳରେ ବାର୍ଷିକ ଋତୁକାଳୀନ ବୃଷ୍ଟିପାତର ପାର୍ଥକ୍ୟ ହିଁ ସେଠାକାର ଜଳଭାବର ପ୍ରଧାନ କାରଣ। ଯେଉଁ ଋତୁକାଳୀନ ବୃଷ୍ଟିପାତ, ଠିକ୍ ସମୟରେ ବର୍ଷା ହେବ ନାହିଁ, ବାର୍ଷିକ ଠିକ୍ ଭାବରେ ବର୍ଷା ଆକଳନ କରାଯାଇପାରୁନାହିଁ, ସେଥିପାଇଁ ସେଠି ଜଳାଭାବର ପ୍ରଧାନ କାରଣ ହେଉଛି। ତୁମେ ଜାଣିଛ କି ପିଲାମାନେ, 2 ଘଣ୍ଟା ଧରି ଲଗାଣ ବର୍ଷା ହେଲେ ଛାତ ଉପରେ 800 ଲିଟର ବୃଷ୍ଟି ପଡ଼ିଥାଏ। ଯଦି 2 ଘଣ୍ଟା ଧରି ଲଗାଣ ବର୍ଷା ହେବ, ସାଧାରଣତଃ ଛାତ ଉପରେ 800 ଲିଟର ବୃଷ୍ଟି ପଡ଼ିଥାଏ। ସେହି ଜଳକୁ ଯଦି ନଳ ସାହାଯ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର କରି ଜଳାଭାବ ସମୟରେ ବ୍ୟବହାର କରାଯାଏ, ତାହାକୁ ବୃଷ୍ଟି ଜଳ ଅମଳ ପ୍ରକଳ୍ପ ବୋଲି କୁହାଯାଇଥାଏ। ଦେଖ, ଯେତେବେଳେ ବର୍ଷା ଅଧିକ ହେଲା, 2 ଘଣ୍ଟା ଧରି ବର୍ଷା ହେଲା, ଛାତ ଉପରେ କ'ଣ ହେଉଛି ନା 800 ଲିଟର ବୃଷ୍ଟି ପଡ଼ୁଛି। ସେହି ଜଳଟିକୁ ଯଦି ଆମେ କ'ଣ କରିବା, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର କରି ରଖିବା ନଳ ସାହାଯ୍ୟରେ, ଯେତେବେଳେ ଜଳର ଅଭାବ ଘଟୁଛି ତାକୁ ଆମେ ବ୍ୟବହାର କରିବା, ତାହାକୁ ଆମେ କ'ଣ କରିବା, ବୃଷ୍ଟି ଜଳ ଅମଳ ପ୍ରକଳ୍ପ ବୋଲି କହିପାରିବା। ଠିକ୍ ଅଛି ପିଲାମାନେ, ଜଳ ସମ୍ବଳର ସଂରକ୍ଷଣ ବିଷୟରେ ଆମେ ଜାଣିବା। କ'ଣ ଦେଇଛି ଲକ୍ଷ୍ୟ କର, କଥାଟି ଦେଇଛି, ମନୁଷ୍ୟ ବ୍ୟବହାର ଉପଯୋଗୀ ଜଳର ଅଭାବ
ବର୍ତ୍ତମାନ ପୃଥିବୀର ଏକ ଉତ୍କଟ ସମସ୍ୟା ହୋଇଗଲାଣି। ଯେଉଁ ମନୁଷ୍ୟର ବ୍ୟବହାର ଉପଯୋଗୀ ଜଳର ଅଭାବ ବର୍ତ୍ତମାନ କ'ଣ ଯେ ପୃଥିବୀର ବହୁତ ଘୋର ସମସ୍ୟା ଦେଖାଦେଲାଣି। ଜଳାଭାବରୁ ରକ୍ଷା ପାଇବାକୁ ହେଲେ ଦ୍ରୁତ ଗତିରେ କ୍ଷୟ ହେଉଥିବା ଏହି ମୂଲ୍ୟବାନ ସମ୍ବଳର ସଂରକ୍ଷଣ ଅତି ଜରୁରୀ। ତେଣୁ ଆଗାମୀ ଭବିଷ୍ୟତରେ ଜଳର ଅଭାବରୁ ରକ୍ଷା ପାଇବା ପାଇଁ ଯେଉଁ ଦ୍ରୁତ ଗତିରେ କ୍ଷୟ ହୋଇ ଚାଲିଛି, ଜଳର ଯେଉଁ ଦ୍ରୁତ ଗତିରେ ଯେଉଁ କ୍ଷୟ ହୋଇ ଚାଲିଛି, ଏହି ମୂଲ୍ୟବାନ ସମ୍ବଳକୁ ସଂରକ୍ଷଣ କରିବା ଅତ୍ୟନ୍ତ ଜରୁରୀ ଅଟେ। ଜଳ ଏକ ନବୀକରଣ ଯୋଗ୍ୟ ସମ୍ବଳ ହୋଇଥିଲେ ମଧ୍ୟ ପ୍ରଦୂଷଣ ଯୋଗୁଁ ମନୁଷ୍ୟ ବ୍ୟବହାର ଉପଯୋଗୀ ଜଳର ପରିମାଣ ହ୍ରାସ ହେଉଅଛି। ଠିକ୍ ଅଛି, ଜଳ ଏକ ନବୀକରଣ ଯୋଗ୍ୟ ସମ୍ବଳ ମାନେ ଅର୍ଥ କ'ଣ? ଜଳ ସରିଗଲେ ନୂଆ କରି ତିଆରି ହୋଇପାରିବ। ଠିକ୍ ଅଛି, ତଥାପି ଯେଉଁ ଜଳର ପ୍ରଦୂଷଣ ଘଟୁଛି, ମନୁଷ୍ୟର ଉପଯୋଗୀ ଜଳର ପରିମାଣ ହ୍ରାସ ପାଉଛି। ଅର୍ଥାତ୍ ଯେଉଁ ଜଳଟି ବ୍ୟବହାର ଉପଯୋଗୀ ଜଳ ଥିଲା, ସେଇ ଜଳ ଗୁଡ଼ିକ କ'ଣ ହେଉଛି? ପ୍ରଦୂଷିତ ହୋଇଯାଉଛି, ଯାହାଫଳରେ କି ମଣିଷ ଆଉ ବ୍ୟବହାର କରିପାରୁନାହିଁ। ତେଣୁ ଜଳର ପରିମାଣ କ'ଣ ହେଉଛି? ହ୍ରାସ ପାଉଛି। ସେଥିପାଇଁ ବାରମ୍ବାର ବ୍ୟବହୃତ ହୋଇ ଅପରିଷ୍କାର ହେଉଥିବା ଜଳ, କଳକାରଖାନା, ଡାକ୍ତରଖାନା ଓ ସହରାଞ୍ଚଳ ନାଳ ନର୍ଦ୍ଦମାର ଜଳ ଓ ସାର କୀଟନାଶକ ବ୍ୟବହାର ହେଉଥିବା କୃଷିକ୍ଷେତ୍ର ଜଳକୁ ପରିଷ୍କୃତ ନକରି ପ୍ରବାହ ଜଳରେ ମିଶାଇବାକୁ ଦିଆଯିବା ଅନୁଚିତ। ଯେଉଁ କ'ଣ ହେଉଛି ନା, ଯେଉଁ ନଦୀ, ଯେଉଁ ପୋଖରୀ ପାଣିରେ କ'ଣ ହେଉଛି ନା, ବିଭିନ୍ନ ପ୍ରକାର କଳକାରଖାନା, ଶିଳ୍ପରୁ ଜଳ ହେଲା ତ, ଡାକ୍ତରଖାନାରୁ ଜଳ, ସହରାଞ୍ଚଳ ନାଳ ନର୍ଦ୍ଦମାର ଜଳ, ସାର କୀଟନାଶକ ବ୍ୟବହାର ହେଉଥିବା କୃଷିକ୍ଷେତ୍ର ଯେଉଁ ଜଳ ଗୁଡ଼ିକୁ ସିଏ କ'ଣ ହେଉଛି ନା, ଆସିକି ଭଲ ପାଣିରେ ଆସିକି ମିଶି ଯାଉଛନ୍ତି ହେଲା, ତାକୁ ମିଶାଇ ଦେବା ଅନୁଚିତ ଅଟେ। ଠିକ୍ ଅଛି, ମୃତ ବ୍ୟକ୍ତି କିମ୍ବା ପ୍ରାଣୀର ଶବକୁ ନଦୀ, ନାଳ ଆଦିରେ ପ୍ରବାହ ଜଳରେ ପକାଇବା ଉଚିତ ନୁହେଁ। ଯେଉଁ ଲୋକଟି ମୃତ ହୋଇଯାଇଛି କିମ୍ବା ପ୍ରାଣୀର ଶବକୁ ନଦୀ, ନାଳରେ ପକାଇବା ଅନୁଚିତ ଅଟେ, ଯାହାଫଳରେ ସେମାନେ ମଧ୍ୟ ଜଳକୁ ପ୍ରଦୂଷଣ କରିପାରନ୍ତି। ଜଳର ଅମଳ ପ୍ରକଳ୍ପ ଦ୍ୱାରା ବୃଷ୍ଟି ଜଳକୁ ସଂଗ୍ରହ କରି ଶୁଷ୍କ ଋତୁରେ ବ୍ୟବହାର କରିବା ପାଇଁ ସାଇତି ରଖିବା ଆବଶ୍ୟକ ଅଛି। ଯେଉଁଟା ବି ଆମେ କହିକି ଆସିଲେ ଯେ 2 ଘଣ୍ଟା ଲଗାଣ ବର୍ଷା ହେଲେ 800 ଲିଟର ଛାତ ଉପରେ ବୃଷ୍ଟି ଜଳ ସଂଗ୍ରହ କରି ରଖାଯାଇପାରିବ। ଯେତେବେଳେ ଜଳାଭାବ ଘଟୁଛି, ତାକୁ ଆମେ କ'ଣ କରିବା? ଆମର ମନୁଷ୍ୟର ବ୍ୟବହାର କ୍ଷେତ୍ରରେ ଲଗାଇ ପାରିବା। ତାକୁ ଜଳ ଅମଳ ପ୍ରକଳ୍ପ ବୋଲି ଆମେ କହିପାରୁଛେ। ତ ସେଇ ଯେଉଁ ଜଳ ଅମଳ ପ୍ରକଳ୍ପ ଦ୍ୱାରା ବୃଷ୍ଟି ଜଳକୁ ସଂଗ୍ରହ କରି ରଖିବା ଏବଂ ଯେତେବେଳେ ଶୁଷ୍କ ଋତୁ ମାନେ ଯେତେବେଳେ ଗରମ ଋତୁ ଆସୁଛି, ଯେତେବେଳେ ଆମର ଜଳର ହାହାକାର ପଡ଼ୁଛି, ସେତେବେଳେ ଆମେ ତାକୁ ବ୍ୟବହାର କରିବା ପାଇଁ ରଖିବା। ବନୀକରଣ ଯୋଗୁଁ ଉଦ୍ଭିଦ ଆଚ୍ଛାଦନ ଦ୍ୱାରା ବୃଷ୍ଟି ଜଳ ଗତିକୁ ମନ୍ଥର କରାଯାଇ ଭୂଗର୍ଭରେ ସଞ୍ଚିତ ଜଳର ଅନାବଶ୍ୟକ ଏବଂ ମାତ୍ରାଧିକ ବ୍ୟବହାର ଓ ଅପଚୟ ବନ୍ଦ କରି ସଞ୍ଚିତ ଜଳର ପରିମାଣ ବୃଦ୍ଧି କରିବା ଉଚିତ। ଠିକ୍ ଅଛି ହେଲା, ଯେଉଁ ଆମର ମାତ୍ରାଧିକ ବ୍ୟବହାର କରୁଛେ ଏବଂ ଯେଉଁଟା ଆମର ଦରକାର ନାହିଁ, ଆମେ ଖାଲି ଆମେ ଟ୍ୟାପ୍ଟିକୁ ଅନ୍ କରିଦେଉଛେ। ଠିକ୍ ଅଛି, ଯାହାଫଳରେ କ'ଣ ସେଠି ଜଳଟି ନଷ୍ଟ ହେଉଛି ହେଲା, ଯାହାଫଳରେ କି ଆମେ ଆଗାମୀ ଭବିଷ୍ୟତ ବା ପରବର୍ତ୍ତୀ ଭବିଷ୍ୟତରେ କ'ଣ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଏଇ ଯେଉଁ ଜଳର ଅପଚୟକୁ ବନ୍ଦ କରି ଜଳକୁ ସଞ୍ଚିତ କରିବା ଉଚିତ ଅଟେ। ଠିକ୍ ଅଛି ପିଲାମାନେ, ତ ତାପରେ ଆସିବା କିଛି କଥା ଲକ୍ଷ୍ୟ ଦେଇ ଦେଖ, ଜଳ ଅମଳ ପ୍ରକଳ୍ପ ଦ୍ୱାରା ହେଲା, ଜଳ ଅମଳ ପ୍ରକଳ୍ପ ଦ୍ୱାରା ବୃଷ୍ଟି ଜଳକୁ ସଂଗ୍ରହ କରି ଶୁଷ୍କ ଋତୁରେ ବ୍ୟବହାର ପାଇଁ ସାଇତି ରଖିବା ଆବଶ୍ୟକ। ତେଣୁ ଜଳ ଅମଳ ପ୍ରକଳ୍ପ କରିବା ନିଶ୍ଚିତ ଆବଶ୍ୟକ ରହିଛି, ଯାହାଫଳରେ କି ସେଠି ବୃଷ୍ଟି ଜଳକୁ ସଂଗ୍ରହ କରାହେଉଛି ଏବଂ ତାକୁ ଶୁଷ୍କ ଋତୁରେ ବ୍ୟବହାର ପାଇଁ ରଖାଯାଇପାରିବ। ବୁନ୍ଦା ଜଳସେଚନ, ଛିଞ୍ଚା ଜଳସେଚନ ପ୍ରଣାଳୀ ଅନୁସାରେ ଜଳସେଚନରେ ବ୍ୟବହୃତ ହେଉଥିବା ସେଚ ଜଳର ପରିମାଣକୁ ହ୍ରାସ କରାଯିବା ଆବଶ୍ୟକ ରହିଛି। ତ ଆମେ ବିଜ୍ଞାନରେ ପିଲାମାନେ ପ୍ରଥମ ଅଧ୍ୟାୟରେ ପଢ଼ିଥିଲେ ବୁନ୍ଦା ଜଳସେଚନ ପଦ୍ଧତି, ଛିଞ୍ଚା ଜଳସେଚନ ପଦ୍ଧତିରେ। এই ବୁନ୍ଦା ଜଳସେଚନ ପଦ୍ଧତି ଆଉ ଛିଞ୍ଚା ଜଳସେଚନ ପଦ୍ଧତିରେ ଆମେ କ'ଣ କରିବା? ଆମେ ଚାଷ ଜମିରେ ଚାଷ କାର୍ଯ୍ୟ କରିପାରିବା, ଯାହାଫଳରେ କ'ଣ ଯେତିକି ଆବଶ୍ୟକ ପାଣି ରହିଛି ସେତିକି ଆମେ ବ୍ୟବହାର ଉପଯୋଗୀ କରିପାରିବା। ଅନାବଶ୍ୟକ ଜଳକୁ ଆମେ ନଷ୍ଟ କରିବା ନାହିଁ। ଶୁଷ୍କ ଅଞ୍ଚଳରେ ସେଚିତ ଜଳ ଯେପରି ଶୀଘ୍ର ଶୁଖି ନଯାଏ, ସେଥିପ୍ରତି ସତର୍କତା ଅବଲମ୍ବନ ହେବା ଆବଶ୍ୟକ। କୃଷି କ୍ଷେତ୍ରରେ ସେଚିତ ହୋଇଥିବା ଜଳ ଯେପରି ହୁଡ଼ା ଭାଙ୍ଗି ନିମ୍ନକୁ ବହି ନଯାଏ, ସେଥିପ୍ରତି ହୁଡ଼ାଗୁଡ଼ିକର ଦୃଢ଼ତା ଓ ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ରହିଛି। ଯେଉଁ କୃଷି କ୍ଷେତ୍ରରେ କ'ଣ କରାଯାଉଛି ନା, ତା ଭିତରେ ପାଣି ରହିଛି, ମାନେ ଆମର ଚାଷ ଜମି ଭିତରେ ପାଣି ରହିଛି, କିନ୍ତୁ ବନ୍ଧ ଗୁଡ଼ିକ କ'ଣ ହେଇଛି ନା ଦୃଢ଼ ନାହିଁ। ଠିକ୍ ଅଛି, ତେଣୁ ଯାହାଫଳରେ କି ସେଟା କେତେବେଳେ କ'ଣ ହେଉଛି, ପାଣିର ସ୍ରୋତରେ ସେ ଭାଙ୍ଗି ଯାଉଛି ଏବଂ ପାଣି ଗୁଡ଼ିକ ନିମ୍ନକୁ ବହି ଯାଉଛି।
तो सेप्रति दृष्टि देवा आवश्यक। दृष्टि देवा कहले आम कौन करवा ना हुड़ा गुड़िक दृढ़ता करवा एवं स्थायित्व प्रति आम दृष्टि देवा। नदी में आनिकट करवा, ब्यारेज करवा, बंध तैयारी करी वर्षा ऋतु नदी नदी द्वारा समुद्र को निष्कासित होता विपुल परिमाणर जल को नियंत्रण करा जाई बहुमुखी आवश्यक मेंटाइबा सहित समय उपयोगी सजतन व्यवहार और आवश्यकतार गुरुत्व प्रति गुरुत्व प्रति जनसाधारण मध्य सचेतन सृष्टि करने दरकार अच्छे। तो ये आनिकट, ब्यारेज आ बंध ये सब विषय आम गोटे गोटे पढ़ा। ठीक अच्छे। तो ये सब कौन करा नदी रे तैयारी करा जाए वर्षा ऋतु जो नदी द्वारा समुद्र को निष्कासित होता विपुल परिमाण जल को नियंत्रण करा जाई पारिबो। ठीक अच्छे ना नहीं कह। तो एबे आम पढ़ा जो आनिकट, ब्यारेज, डैम बा नदीबंध ए सब गुड़िक कौन कौन आम जानिबा। तो ए गुड़िक मध्यरु प्रत्येकटी नदीर दुई कूलरू ही संजोग करुवा कृत्रिम प्रतिबंधक को बुझाए। ठीक अच्छे। तो ये जो आनिकट, ब्यारेज और डैम ये सब कौन प्रत्येकटी नदीर दुई कूल को संजोग करुवा कृत्रिम प्रतिबंधक को बुझाई थाए। तहीं रे केतेक फुकार बा क्षुद्र जल निष्कासन पथ रही थाए। ठीक है ना नहीं को। तो आनिकट प्रथम आसे आनिकट कौन यह प्राय 2 मीटर उच्चता विशिष्ट परस्पर संलग्न लौह फलक द्वारा निर्मित प्रतिबंधक अटे। तेबे आनिकट कौन पिला माने 2 मीटर उच्चता परस्पर संलग्न लौह फलक। ठीक अच्छे। परस्पर संलग्न लौह फलक द्वारा निर्मित जो प्रतिबंधक आम आनिकट बोली कहबा। यह द्वारा नदीर जलस्रोत को बांधि रखी नदी सज्जार एक जल भंडार सृष्टि कर जाए। जो नदी जल स्रोत को बांधि रखी था ये आनिकट एवं नदी सज्जार एक जल भंडार से सृष्टि कर देता है। वर्षा दिन अधिक होउथबा जल उपर या माने आनिकट उपर दे बही जाए। सही जल भंडार उभय पार्श्वर केनाल द्वारा जल निष्कासन करी कृषि क्षेत्र जलसेचन करा जाए। बुझीगला। तापर से ब्यारेज कौन आनिकट ठारू यह अधिक उच्चता विशिष्ट लोह फलक संजोग निर्मित होता है। आनिकट थिला 2 मीटर। ठीक अच्छे। तो ये कौन कह आनिकट ठारू आहरी अधिक उच्चतार थाए कौन ब्यारेज। अधिक आनिकट ठारू अधिक उच्चतार थाए किए ब्यारेज। बुझला कि नहीं। तो अधिक आयतन और गभीरता विशिष्ट जल भंडार सृष्टि करी वर्ष सारा केनाल को जल जगाई थाए किए ब्यारेज। अधिक आयतन विशिष्ट होता है एवं गभीरता विशिष्ट होता है एवं जल भंडार सृष्टि करी वर्ष कौन वर्ष सारा से केनाल को जल जगाई थाए। ठीक अच्छे। नदीबंध बा डैम नदीर उभय कूल को संजोग करुवा कंक्रीट और माटीबंध को डैम बोली कहुए। ठीक अच्छे। नदीर जो दुई कूल रही दुई कूल को संजोग करुवा कंक्रीट कि माटीबंध को आम डैम बोली कहबा। यह जलसेचन, विद्युत शक्ति उत्पादन, बन्या नियंत्रण आदि विभिन्न उद्देश्य पूरण करिथाए। हीराकुद डैम कथा जानिथिबो। सेठी कौन गोटे बंध टाइप रही कंक्रीट बंध टाइप रही विद्युत शक्ति आम उत्पन्न कर। ठीक ना नहीं कह। तेणु ये जो डैम रु विद्युत शक्ति उत्पादन कराउछि, जलसेचन कराउछि, बन्या को नियंत्रण कराउछि। बन्या किपर नियंत्रण कराउछि जो हीराकुद रे गेट रही जिते बन्या होउछि कौन कराउछि अपर पार्श्वर गेट खोली दिया जाउछि। गेट खोली देला फल कौन जलटी निष्कासित हो जाउछि। हैला। तो ब्यारेज और डैम सहित सड़क सेतु रही थाए। मात्र आनिकट क्षेत्र सेतु निर्मित हो न थाए। ब्यारेज और डैम रे सड़क सेतु रही थाए किंतु आनिकट रे सेतु न थाए। बुझेला कि नहीं कह। तो परवर्ती क्लास रे हमें प्राकृतिक उद्भिद वन्यप्राणी विषय पढ़ा। आज क्लास केमती लगे कमेंट माध्यम निश्चित भाव जन। जब भल लगी लाइक कर निश्चित भाव सांग सहित सेयार करदेव। धन्यवाद। जय जगन्नाथ। परवर्ती क्लास भेट होगा।